ବୁଲୁ ତମର ଯୋଉ ପଶୁ ପାଖେ ବସିଥିଲ, ହ୍ୟାଲୋ, ବୁଲୁ ତମେ ଯୋଉ ପଶୁ ପାଖେ ବସି ଯୋଉ କଥାବାର୍ତ୍ତା କରିଥିଲ ବହୁତ ଏଇଟା ହେଇଗଲାଣି 6 ମାସ 7 ମାସ। ହଁ, ସେଠି ତମର ତ କଥାବାର୍ତ୍ତା ହେଇଥିଲା, କେମିତି କଣ ହେଇଥିଲା? ପଶୁ ନାଇଁ ସେଠି କିଛି ଫାଇନାଲ ହେଇପାରିନଥିଲା। କଣ କଥା ହେଇଥିଲା ସେଠି? ସେଇଠି ଫାଇନାଲ ହେଇଥିଲା ଯେ ଯାଇକି ବସିକିରି ମିଶି ମାରିକିରି ଚଲ। ଆଚ୍ଛା, କିଏ ତମେ ଡକେଇଥିଲ ନା କିଏ ଡକେଇଥିଲା? ନାଇଁ ସିଏ ଡକେଇଥିଲା। କିଏ? ପରଶୁ। କାହାକୁ? ତମକୁ ଆଉ ବୁଲେଇକି? ବୁଲେଇ ଯାଇଥିଲେ? ମୁଁ ଯାଇଥିଲି ଆମ ଗାଁର ସବୁ ନେଇକିରି ଆମ ଲୋକମାନଙ୍କୁ। କାହାକୁ? ଆମ ଦଳ, ଆମ ପଞ୍ଚାୟତର ଲୋକମାନଙ୍କୁ। ଆଚ୍ଛା, ହଁ, ସେଠି ବୁଲେଇ ଯାଇଥିଲେ? ହଁ, ବୁଲୁ ଭାଇ ଏକୁଟିଆ ଯାଇଥିଲା। ହଁ, ସେ କଣ ଆଲୋଚନା କଲେ? ସମସ୍ତେ ମିଶିକିରି ମିଳିମିଶିକି ସବୁ ଚଲା। ସେତିକି ତ ହେଇଥିଲା। ତାପରେ ତ ତାକୁ ମତେ ଭେଟ ହାଟ ନାହିଁ, କିଛି ନାହିଁ ଆଉ। ମାନେ ସେଠି ଯୋଉ ମାନେ କଣ ମିଳିମିଶି ଚଲ ମାନେ କଣ, ମୁଁ ବୁଝିପାରୁନି ହେଲେ। ଏଇ ଖଣିଟାକୁ ସମସ୍ତେ ମିଳିମିଶିକିରି ଚଲ ବୋଲି ସେ କହିଲେ। ହଁ, ଆଚ୍ଛା, ପଶୁ କାହିଁ ଇଣ୍ଟରେଷ୍ଟ ନେଲେ ନା ସମୁଦାୟ କହିଲେ? ମୁଁ ଜାଣିନି ସେଇ ଭାଇ, ସିଏ ଡକେଇଲା ଆସ ବୋଲି, ମୁଁ ଗଲି। ମୁଁ ଗଲି ଯେ ମୁଁ ଏକୁଟିଆ କାହିଁ ଯିବି? ମୋ ପଞ୍ଚାୟତର କାର୍ଯ୍ୟକର୍ତ୍ତାକୁ ନେଇଗଲି। କାହାକୁ ନେଇଥିଲ? କାହାକୁ ନେଇକି ଯାଇଥିଲ? ସମସ୍ତିକି ଆମର ଯେ ସବୁ ପଞ୍ଚାୟତର ସବୁ ଗାଁର ଜଣ ଜଣଙ୍କୁ ଧରିକି ଯାଇଥିଲି। ଆଚ୍ଛା, ଗଲାନି, ଆଉ ଡାକିଲି ଯେ ସେ ଗଲାନି। ଆଚ୍ଛା, ଆମେ ସିନା ମିଟିଂ କରିଥିଲୁ ଦଣ୍ଡୁଆରେ ନା? କଣ କହିଲ? ଆମେ ସେଦିନ ଦଣ୍ଡୁଆ ତ ମିଟିଂ କରିଥିଲୁ। ହଁ, ମିଟିଂ ପରେ ତ ମିଟିଂ ସବୁ ଆମ ଲୋକ ଯୋଉ ଯାଇଥିଲେ ସବୁ ଆସିଲେ ଆମ ଗାଁରୁ ଆସିକି, ତ ଆମେ ତ ବାହାରି ଗଲୁ ଆଉ। ଆଚ୍ଛା, ହେଲେ ବୁଲୁ ଭାଇ ଆଗକୁ ଯାଇଥିଲେ ସେଠି? ହଁ, ଆମେ ଗଲାବେଳୁ ସେ ବସିଛନ୍ତି ସେଠି। ତେଣୁ ସେଠି ପଶୁ ଡିସିସନ ଦେଲେ ଯେ ନାଇଁ ସବୁ ମିଳିମିଶି ଚଲ। ଉଭୟ ପଞ୍ଚାୟତ ମିଶିକିରି ଚଲ ବୋଲି ସେ କହିଲେ। ତାପରେ ବିଶୃଙ୍ଖଳା କାହିଁ ହେଲା? କଣ ପାଇଁ ଏତେ? ଆଉ କଣ ହେଲା ବୋଲି ଭଗବାନ ଜଣା ତାଙ୍କ ଭିତରେ। ତାପରେ ତ ମିଶିକି ଆସିଲା ପରେ ତ ରବିବାରଙ୍କ କମଣ୍ଡ ମିଶିକି ଚଲେଇଥିଲେ, 1 ମାସ ଚଲେଇଲେ। ତାପରେ ଆଉ ଥରେ କଣ ହେଲା, ଘଡି ଘଡିକି ତ ଏତେ ଘୋଡା ଛୁଟିଛି। ସେଠୁ ଆସିଲା ପରେ ରବିବାରଙ୍କ କମଣ୍ଡ ମିଶିକିରି ସମସ୍ତେ ଅଛନ୍ତି, ଗଲା ହେଇନା ସବୁ ମିଶିକିରି ଚଲା ହେଲା। ଆଚ୍ଛା, ନା ମୋର ବୁଲୁ ଭାଇ ସେ ଭିତରେ କାଇଁ ପଶିଲେ? କଣ କହିଲ? ବୁଲୁ ଭାଇ କାହିଁ ତା ଭିତରେ ପଶିଲେ? ମୁଁ କହିପାରିବିନି ଭାଇ ସେ ବିଷୟରେ, କାରଣ ମୁଁ ତ ଜାଣିନଥିଲି। ମୁଁ ତ ମିଟିଂ ଏପଟେ କହୁଥିଲି, ଆମକୁ ତ ବି କହିଲେନି। ସେ ଯାଇକି କଣ କହିଲ? ମୁଁ ତ ପରେ ଜାଣିଲି ଯେ ସେ ଯାଇଥିଲେ ସେଠିକି ମିଟିଂ, ତମେ କଣ ବସିକି କଣ ଆଲୋଚନା କରୁଥିଲେ? ମତେ ଯେତେବେଳେ ଡକେଇଲେ ମୁଁ ଏକୁଟିଆ କାହିଁକି ଯିବି? ମୋ ପଞ୍ଚାୟତର ମୋ ଲୋକମାନଙ୍କୁ ନେଇକି ଯିବି ନା ନାଇଁ? ଆମ ଦଳ ଲୋକମାନଙ୍କୁ, ଦଳ ଲୋକମାନଙ୍କୁ ନେଇକି ଯିବି ନା? ମୁଁ ଏକୁଟିଆ ଯାଇକି କଣ ପାଇଁ କଥା ହେବି? ବୁଝିପାରିଲ ନା? ଯିବି ଆମ ଦଳ ଲୋକଙ୍କୁ ନେଇକି ଯିବି ନା। ଆଉ ସମସ୍ତେ ଆଉ କାହିଁ ମୁଁ ଏକୁଟିଆ, କିଏ କାହିଁ କହିବ ଯେ ଇଏ କଣ ତା ସେ ଭିତରେ କଣ କଥା ହେଲା? ବୁଝିପାରିଲ? ତମେ ଏକୁଟିଆ ଯାଇଥିଲ, ତମେ ଯାଇଥିଲ, ସିଏ ଯାଇଥିଲେ। ନାଇଁ ମୋ ପଞ୍ଚାୟତ ସବୁ ଯାଇଥିଲା, ବିନୟ ପ୍ରଧାନ ଯାଇଥିଲା, ତାପରେ ଗଲେ ବିଦେଶୀ ମହାକୁଡ ଯାଇଥିଲା, ତାପରେ ଗଲେ ଇଏ ଆମର ସୀତାରାମ ଯାଇଥିଲା, ତାପରେ ଗଲେ ଇଏ ଆମର ଚନ୍ଦ୍ର ସେଠି ଯାଇଥିଲା। ଆକ୍ଚୁଆଲି ପ୍ରକୃତ ମୁଁ ମଧ୍ୟ ଜାଣିପାରୁନି। ସେତେବେଳେ ମତେ ବୁଲେଇ କହୁଥିଲେ ଯେ ଆଉ ମତେ ହଠାତ୍ ଡକେଇଲେ, ତମେ ଯାଇଥିଲ, ସେ ଡକେଇଲେ। ଟାଉଟରୀ କଥା କହୁଛି ସେ, ଟାଉଟରୀ କଥା କହୁଛି। ମୁଁ ତ କେବେ ତମେ ଖଣି ଭିତରେ କେବେ ପଶିଛି କି? କେବେ ଆଲୋଚନା କରୁଛି? ପ୍ରଥମ ଆମେ ସେ ଭିତରେ ପଶୁନା, ଆମକୁ କି ଦରକାର? କଣ ସେଇଠି ମୁଁ ଗଲାବେଳକୁ ସେ ବସିଛି, ଆମ ଲୋକର ଆଉ ଦେଖିଲା ବେଳକୁ ଲୁଚି ପଇଲା। ଆଚ୍ଛା, ଆମ ଲୋକର ଆଉ ଦେଖିଲାକୁ ଲୁଚି ପଇଲା। ପଚାରୁନ ବିନା ପଚାରୁନ, କଣ ପାଇଁ ଆମେ ଲୁଚେଇବୁ କାହିଁକି? ବୁଝିପାରୁଛ? ଆମ କଥା ତମେ ଜାଣିନ, ଆମେ ଯାହା କହୁ ଖୋଲ ମୁଲା, ଆମ ପେଟରେ କିଛି ନଥିବ। ନାଇଁ, ମୋ କଥା ପଶୁ ଡାକିବା ଉଦ୍ଦେଶ୍ୟ କଣ? ଆମ କମଣ୍ଡ ବା ଆମ ଓଡ ବିଷୟରେ ପଶୁ ମୁଣ୍ଡ ଖାଇବା ଉଦ୍ଦେଶ୍ୟ କଣ, ମୁଁ ଏଇଟା ଜାଣିବାକୁ ଚାହୁଁଛି। ସେ କାହିଁକି? ମୁଁ କେମିତି ଯାଇନି? ତାକୁ କିଏ କହିଲା, କଣ କହିଲା, ମୁଁ କି ଯାଇନି? ତମେ କିଛି କହିନଥିଲ? ନାଇଁ।
ତମେ କିଛି କହିନଥିଲ ସେଟା ବୁଲୁ ଭାଇନା କହିଥିଲେ ବୋଲି ମୁଁ ଭାବୁଛି। କାରଣ ଖଣି ଆମ ଏଠି ଖଣି ଅଛି ପୁଣି ତା ଘର ତ ପାଖାପାଖି ନୁହଁ। ପଶୁ ଘର କୋଉ ଗାଁ କି? ବୁଲୁ ଭାଇନାର ଏରିଆରେ ନାହିଁ ଆଉ କଣ ତା ଏରିଆ ନାହିଁ। ପଶୁ ତା କୋଉ ଗାଁ କି? ତାର ଢେଙ୍କାନାଳ ଏଇ ଯୋଉ ବଡମ୍ବା ନା ପଡେ। ସେ ତ ଆମ ଓଡା ବିଷୟ ଜାଣିନି। ସମ୍ବିଧାନ ସେ ନିଜ ଲୋକ ହେଇପାରେ, ମନା କରୁନି, କିନ୍ତୁ ସେଟା ବିଷୟ ଜାଣିନି। ସିଏ କାହିଁକି ଖଣି ବିଷୟ ଇଣ୍ଟରେଷ୍ଟ ନେଲା, ସିଏ କାହିଁକି ଡାକିଲା? ମୁଁ ବି ଏବେ ଭାବୁଛି ଯେ ବୁଲୁ ଭାଇ କାହିଁକି ଯାଇଥିଲେ, କଣ ମୁଁ ସେତେବେଳେ ଚିନ୍ତା କରିନଥିଲି, ଭାବିନଥିଲି। କମ୍ପ୍ରମାଇଜ କରିବା ପାଇଁ ନେଇଥିଲା ଆଉ। କିଏ ନେଇଥିଲା? ପରଶୁ ଆଉ ଆମ ଉଭୟ ମାନଙ୍କୁ କମ୍ପ୍ରମାଇଜ କରିବା ପାଇଁ। କମ୍ପ୍ରମାଇଜ କଣ ଗଣ୍ଡଗୋଳ ହେଇଥିଲା ଯେ କମ୍ପ୍ରମାଇଜ ହବ? ଖଣି ପାଇଁ ବୁଲୁ ଭାଇ ହେରିକା ସେ ଗୋଟେ ଅଲଗା ହେଇକି ସେ ଗୋଟେ କରିଥିଲେ। ମୁଁ କହିଲି ଆମ ଏରିଆରେ ଚାଲିଛି, ଆମ ଲୋକ ଯଦି ନ କରିବେ ଅନ୍ୟମାନେ କାହିଁ ଏତା କରିବେ? ସେ ଧରିକି ବିଜେଡିର ଯୋଉ କିଏ ସେ ଯୋଉ ପଣ୍ଡା ଏରିଆକୁ ଯୋଉ ଆସିଲା ପରେ ଯୋଉ ତୁଟିଲା ଦଳୀୟ ଫଣ୍ଡ କୁ ଆମର ଦେବେ ଉଭୟ ପଞ୍ଚାୟତକୁ ସଂଗଠନ ବାବଦକୁ ଦେଇକିରି ଚଲେଇବେ। ଗୋଟେ ମାସ ତ ଦେଇଛନ୍ତି ଦଳୀୟ ଫଣ୍ଡ ସେତିକି ଆଉ। କାହାକୁ ଦେଲେ ଦଳୀୟ ଫଣ୍ଡ? କାହାକୁ ଦେଲେ? ଗୋଲାଇନା ନେଲା, ଅଜିତ ନେଲା। ହଁ, କେତେ 25 ଲାଖ ପଇସା ଖର୍ଚ୍ଚ କଲି ମୁଁ। ଭୋଜି ଭାତ ଭଲ ମନ୍ଦ କରିଛି ମୁଁ। ଟଙ୍କାଟେ ଦେଇଛି ଆଗେ କହୁଛ ଦେଖି, କିଏ ଖର୍ଚ୍ଚ କରିଛି? କାହିଁ କହୁଛି ଗୋଟେ ମହମବତୀ ପାଇଁ ଦେଇଛି ଟଙ୍କାଟେ, ଗୋଟେ ଇଏ ପାଇଁ 10 ଟଙ୍କା କିଏ ଦେଇଛି ପଚାରିଲ ଦେଖି? ପଇସା ଏପଟେ ପଇସା ପତ୍ର ଖର୍ଚ୍ଚ କଲା ମୁଁ କହିବି, ଅଥଚ ମୁଁ ଦଳୀୟ ପାଣ୍ଠି ନାହିଁ ଲୋକ ଆଣିକି ପଇସା ପକେଇଲି। ନାଇଁ ଏଇଟା ଉଭୟ ପଞ୍ଚାୟତକୁ ଦେଲା, ସେ ଉଭୟ ପଞ୍ଚାୟତର ମୁଖ୍ୟ କିଏ? ସେପଟେ ଆମର ଅଜିତ ମୁଖ୍ୟ। ଆରେ ବାବୁ, ଆମେ ଯଦି ତମେ ଯଦି ଦଳୀୟ ପଇସା ଆଦାୟ କରୁଛ ବା ତମେ ଦଳୀୟ ପଇସା ଦେଲ ସଂଗଠନ ପାଇଁ, ତାହେଲେ ମଣ୍ଡଳ କିଛି ଦାୟିତ୍ୱ ନାହିଁ ବା ମଣ୍ଡଳ କିଛି ନାହିଁ। କଣ ହଉଛନ୍ତି ହୁଅନ୍ତୁ, କଣ ଦରକାର ଆମକୁ? ସେଟା ଗୋଲାଇନା ରଖିଲା 25,000 କହିକି ତାଙ୍କ ପାଇଁ ସେଟିଂ କରିଦେଇଥିଲି। ପଇସା ସମସ୍ତେ ଖାଇ ତ ଚଲେଇବା କଥା ଆଉ। ଆମେ ହାତ ଦଳ ପାଇଁ କାମ କରିବାକୁ, ସେ ପଇସା ଉଠେଇବାକୁ। କୋଉ ତାପସ? ମାର୍ଥା ଆମ ଜିଲ୍ଲା ସଭାପତି? ହଁ। କିଏ ଯାଇଥିଲେ? ଗୋଲାଇନା, ଟୁକୁନା ପାତ୍ର, ପଣ୍ଡା। ଯାଇକି କଣ ସେ ଦାୟିତ୍ୱ ସିଏ ନବ, ଚଲ ବୋଲି କହିଲେ, ଆସିକି ଚଲେଇଥିଲେ ତ। କାଲି ରେଡ ହେଇଛି ଆଉ, ପୋଲିସ ଆସିକି ରେଡ କରିଛି। କିଏ ଯାଇଥିଲେ? ଗୋଲା ଭାଇ, ଗୋଲା ସାହୁ, ଟୁକୁନା ପାତ୍ର ଆଉ ମାଧବ, ମାଧବ ସାହୁ କହୁଛି ପଣ୍ଡା। ହେଲେ ତାକେ ଗଲେ କେମିତି? ଏଇଠି ଉଡାର ଜଣେ ନେଇକି ଯାଇଛି ଆଉ। କିଏ? ତମେ ଜାଣିନ ଯେ ଆଉ କଉ କହିବି କିଏ? ସତ କଥା ଇଏ ବୋଲି ମୁଁ ଯାହା ଶୁଣିବା କଥା, ମୁଁ ତ କନଫର୍ମ ନାହିଁ। ନହେଲେ ତାକୁ ତାପସ ମାଥକୁ ମାନେ ଚିହ୍ନିବେ କୁଆଡୁ? ବୁଲୁ ଭାଇନା ନେଇଥିବ ବୋଲି ମୋର ଅନୁମାନ। ଆଚ୍ଛା, ବୁଲୁ ଭାଇ ତାପସ ମାଥା ଭିତରେ କାଇଁ ପଶିଥିଲା? କେଜାଣି ଟିକେ ତାଙ୍କ ପାଇଁ ବୁଝାବୁଝି କରିଦଉଥିଲେ, ଆଉ ବାକି ତାଙ୍କ ଥାନା ଫାନା ସବୁ ହାଣ୍ଡେଲ କରୁଥିଲେ। ମାନେ ଓଭରଟେକ୍ କରିକି ଥିଲେ ଆଉ। ମୁଁ ଯାହା ଶୁଣିବା କଥା, ମାନେ ଏଇଟା ବୁଲୁ ଭାଇନାର ପ୍ଲାନ ସବୁ ହେଇଥିବ ଆଉ କଣ? ତାପସ ମାଥ ଜିଲ୍ଲା ସଭାପତି, ମୁଁ ସେମାନେ ତୁ ଯାହା ଶୁଣିବା କଥା, ମୁଁ ତ କନଫର୍ମ ନାହିଁ ହେଲା। କିନ୍ତୁ ମତେ ଗୋଲାଇନା କହିଲା ଯେ 2 ଦିନ ତଳେ ମତେ ଗୋଲାଇନା କହିଲା ଯେ ଯାଇଥିଲୁ ନୟାଗଡ, ଆଉ ତାପସ ମାଥା ଆଉ କହିଲେ ଚଲ ଗୋଟେ 15 ଦିନ ଚଲ, ତାପରେ ଦେଖିବା କଣ ହବ କଣ ନାହିଁ ବୋଲି ମତେ ଏମିତି କହୁଥିଲା ଗୋଲାଇନା। ତାପସ ମାଥା ତ କେତେବେଳେ ଏକାଠି ବସିବେନି, ମୁଁ ଏସା ଭାବିଲି। ଆସିକି ଏଠି ମୁଣ୍ଡ ପୁରାଟା ଠିକ ଜିନିଷ। ବୁଦ୍ଧି ଶିଖିଲେ କାଲି ରାତିରେ ଏସପି ଚଢଉ କରି କଣ ଦୁନିଆ ଗାଡି ଧରିଛି ବୋଲି। ନା ଆଉ ଗୋଟେ କଥା, କୃଷକ ମୋର୍ଚ୍ଚା ସଭାପତି ତ କହୁଥିଲା, ଏବେ ସେ ଜିଲ୍ଲା ସଭାପତି ଧରିଲା ଆଉ ଚାଲିଲା ଆଉ, ଯିଏ ଯାହା ଲେଖା ଅଛନ୍ତି ଆଉ କଣ କହିଲ? ତମେ କୃଷକ ମୋର୍ଚ୍ଚା ହିଁ କହୁଥିଲା, କହିଲା ସେ କୃଷକ ମୋର୍ଚ୍ଚା ସଭାପତି କହୁଛନ୍ତି, ମୁଁ ହେଲେ ଜିଲ୍ଲା ସଭାପତି ହେଇଛି, ମୁଁ ହେଲେ କହିବି ଆଉ ଖାଇବି। ଆମେ କଣ କରୁଛୁ? ଆମେ ମାନେ ଆମ ପିଲା ସବୁ ଦାୟିତ୍ୱ ନେଇଥିଲେ।
ଓଡିଆ ପିଲାର ଦାୟିତ୍ୱ ନେଇଥିଲି ବୋଲି ମୁଁ ଟିକେ ମାଇନ୍ସିଟାକୁ ଟିକେ କହିକି ତାଙ୍କ ପାଇଁ ସେଟିଂ କରିଦେଇଥିଲି। ପଇସା ସମସ୍ତେ ଖା ଖୁଇ ଖାଲି ତ ଚଲେଇବା କଥା ଆଉ ଆମେ ହାତ ଦବା ପାଇଁ କାମ କରିବାକୁ ସେଇ ପଇସା। ମୁଁ ଡାକ୍ତରଖାନା ଭୁବନେଶ୍ୱର ଯୋଉ ଗଲି ସେପଟେ ଚାନ୍ଦପୁରକୁ ଦେଇକି ଆଇଲୁ। ଆଚ୍ଛା କିଏ କିଏ ଯାଇଥିଲେ ତାପସ ମାଧ ପାଖକୁ? ଆମର ଟୁକୁନା ପାତ୍ର, ମୁଁ ଆଉ ପଣ୍ଡା ବାବୁ, ଇଏ ଯାଇଥିଲା ବୁଲୁ। ବୁଲୁ ଗୌଡ ତାଙ୍କେ ଯାଇଥିଲେ, କିନ୍ତୁ ମୁଁ ଯାଇଥିଲି ଡାକ୍ତରଖାନା। ମତେ ଧରିକି ଆଇଲେ ତ ସେପଟେ ମୁଁ ପଳେଇ ଆଇଲି। କହିଲି ଚାଲ ଯିବି ବୋଲି। ମୁଁ ତାକୁ ଚିହ୍ନି ନଥିଲି ତାପସ ମାଧ। ତାପସ ମାଧ ପାଖକୁ ବୁଲୁ ଗୌଡ, ପଣ୍ଡା ଆଉ କିଏ ଯାଇଥିଲେ? ଟୁକୁନା। ତାପସ ମାଧ ମାଧ୍ୟମରେ କହିଦେବି, ତମେ କା ମାଧ୍ୟମରେ କଣ କରିବ କହିଦେବି। ଆଉ ମତେ ଏଇ ଭିତରେ ଭରି କରିବି ସେ ଡାଇରେକ୍ଟ ଉଠକୁ ମନେ। ଆଚ୍ଛା ଏବେ କାଲି ଧରିଛନ୍ତି ଏସପି ଗାଡି ଧରିଛି। ଗୋଟେ କାର ରେ ଗଲୁ ହରି। ଦିଟା ଗାଡି କଣ ଯାଇଥିଲେ ବୋଲି? ନା ଗୋଟେ ଗାଡି, 4 ଜଣ ତ ଯାଇଥିଲୁ ଗୋଟେ ଗାଡି। 4 ଜଣ ଗୋଟେ ଗାଡି ଯାଇଥିଲେ। ଦେଖେଇଦେବି ସେ କହିଲା। ଆଉ ମୁଁ ଏଇଠୁ ହେଟା କଣନ୍ତି କି ଗୋଟେ ଡାକ୍ତରଖାନା ଔଷଧ ମୁଁ ଧରିଲି, ଏମସି ନାଇଁ ହାଇଟେକ୍ ନା କଣ ଗୋଟେ ଧରିଲୁ। ଧରିକିରି ଔଷଧ ଖାଲି ଧରିକି ପଳେଇଲୁ। ସେଠୁ ସିଏ ଯାଇକିରି ତାଙ୍କୁ କଥା ହେଲେ, ଶୋଇଥିଲା, ସେ ଉଠିକି ଆଇଲା ଅଗାଧୁଆରେ ଧରା ପଡିଲା ନା। ତାପସ ମାର୍ଥା କହିଲା ସିନି କିଏ ବୁଝୁଥିଲା ବିଜେପିର ମୁଖ୍ୟ, ତା ଗାଡି ମିଶିନି କାଢିକି ନେଇକି ଥୋଇ ଦେଇଛି। ତା ପୁଅ କହିଥିବେ କଣ ଚଢ ହବ ବୋଲି, ତା କାଢିକି ତାର ପଡିନି, ତାର କାଢିକି ଥୋଇ ଦେଇଛି, ଆଉ ଲୋକଙ୍କର ପଡିଲା। ଏବେ ତା ପାଖକୁ ଯାଉନାହାନ୍ତି ସମସ୍ତେ ମେଳ ହେଇକି? କଣ କରିବା, ଆମେ ତ କଣ ଲୋଡା, ଆମେ ଏଇଥିରେ ମୁଣ୍ଡ ପୁରୁ। ଆମେ କୋଉଥିରେ ପଇସା ଆଣିଛୁ ନା, ନହେଲେ ଆମ ଦ୍ୱାରା ରୋଳା କରିତେ ଗୋଲା ସବୁ ପଇସା ଦେଇଛୁ ବୋଲି। ମୁଁ ସେଇଥିପାଇଁ ଗଲିନି। କାଲି ଯାଇଥିଲି ତ, ମୁଁ ଡାକ୍ତରଖାନାକୁ ଗଲି, ସିଏ କହିଲେ କାରରେ ପଳେଇବା। ଟୁକୁନା ଏଠୁ ଡାକି ନେଲା। ବୁଲୁ ଥିଲା ସିଏ, ତାକୁ ଡାକିକିରି ପଣ୍ଡା ନେଲା। କହିଲା ତାପସର ଘରଟା ଟିକେ ଦେଖେଇଦବା, ଆମେ ଦେଖିଲୁ। ମୁଁ କହିଲି ଯେ ଖଣି ଯଦି ଚାଲିବ ପଇସା ଆମକୁ ଦିଅ। ମତେ ଦେଲେନି। ପଇସା ଦିଅ, ମୁଁ ଯାଇକି ଆମ ଦଳ ଲୋକଙ୍କୁ ଧରି ଯୋଉଠି ଯେତିକି ଦେବା କଥା ଚାଲିବ, ସୁରୁଖୁରୁରେ ଚାଲିବ, ଯାହା ରହିବ ଆମ ପାଣ୍ଠିକି ରହିବ। କହିଲେ ଆରୁ ସେମାନେ ଦେଲେନି। ମୁଁ କାହିଁ ଏତେ ମୁଣ୍ଡ ଖେଳେଇବି ଆଉ। ମୁଁ ରହିଗଲି। ସବୁ ଜାଗା ଆଦାୟ ହେଇଥିଲା 6 ଲକ୍ଷ କେତେ ଟଙ୍କା, 6,50,000 ନା 60, ଆଉ 8 ଲକ୍ଷ ଦେଇଦେଲେ। ତାଙ୍କ ତ ଦେଇଛନ୍ତି ତହସିଲଦାରକୁ, ମିଡିଆ ଆମକୁ ଦେଇକିରି ସବ୍ କଲେକ୍ଟର ଲକ୍ଷେ ଟଙ୍କା ଦେଇଛନ୍ତି, ଥାନା ମାନଙ୍କରେ ଦେଇଛନ୍ତି ଲକ୍ଷେ ଟଙ୍କା। ଏତିକି ତ କଣ, ମାଇନି ବାଲାକୁ ଦେଇନାହାନ୍ତି। ସବକଲେକ୍ଟରକୁ ଲକ୍ଷେ ଟଙ୍କା ଦଉଛନ୍ତି? ପଣ୍ଡା ତ କହୁଛି ଦେଇଛି ନ ଦଉଛି ତାକୁ ଜଣା, ସିଏ ତ ବୁଝୁଛି। କାଲି କହୁଛେ ସେ ଥାନା ବାଲୁ ଲକ୍ଷେ ଟଙ୍କା, ଥାନାକୁ ଲକ୍ଷେ ଟଙ୍କା ଦଉଛି। ଆଉ ସବକଲେକ୍ଟରକୁ ଲକ୍ଷେ ଟଙ୍କା, ଆଉ ତହସିଲଦାରକୁ ଦେଇନାହାନ୍ତି। ତାକୁ 50 ନା କେତେ, ତାକୁ 50 ଦେବା କଥା ଦେଇଛୁ ଜାଣିନା ଆଉ ନାଇଁ କି? ଆଉ ପଇସା ମିଡିଆ ବାଲା 50 ନଉଛନ୍ତି। ଓଡଗାଁ ମିଡିଆ, ନୟାଗଡ ମିଡିଆ 30, ଆଉ ସଣଗୁଳ ଥାନା ନଉଛନ୍ତି 40। ଏରା ଆଗରୁ ଆମେ ଦଉଥିଲୁ ସେତିକି। ମିଡିଆ ମାନେ 20 ନେଇଥିଲୁ, ଆଜ୍ଞା ମାନେ ବଢେଇକି ଏବେ 40-50 କରିଦେବେ। ହଉ ଏବେ ପଢିଛି। କିଏ ଦିଆ ନିଆ କିଏ ବୁଝୁଥିଲା ଏଟା ସବୁ? ପଣ୍ଡା ପଣ୍ଡା ଥାନା ଫାନା ସବୁଠି ପଣ୍ଡା, ସବୁ ନାଟକ ଗୋବର୍ଦ୍ଧନ ହଉଛି ତାହେଲେ ପଣ୍ଡା। ଏବେ ଗାନ୍ଧୀ ମହାରାଜ ତାଙ୍କର ସେ ଗାଡି ଲୋକଙ୍କର ଖଣି କିଣି ଚାଲିବ, ଯୋଉ ଗାଡି ଆଣିବେ କେମିତି ଆଣିବେ ତାଙ୍କର କାଲି ଫୋନ କରୁଛି। ମାନଙ୍କର ପଇସା ବୁଝୁଥିଲା, ମିଡିଆ ପଇସା ବୁଝୁଥିଲା। ସିଏ ସବୁ, ସିଏ ଥାନା ପଇସା ଟା ଖାଲି ଦଉଥିବ ପଣ୍ଡା, ଆଉ ସବୁ ବୁଝୁତେ ମାଇନି ଫାଇନି ଗାଣ୍ଡି ବାରି ଖାଉଛେ 2 ଲକ୍ଷ 8 ଲକ୍ଷ। ସେଟା ସୁବିଧା ହେଲାନି, ପଣ୍ଡା ତାକୁ ଖୁଆଇ ଦେଲାନି। ଆଗେ କହିଲେ ଭାଗ ବାଣ୍ଟିବେ ବୋଲି, ଛିଡିଲାନି ଆଙ୍କର ଭାଗ ଲେଖା। କିଛି କହିବେନି ଏ ବିଷୟରେ, କଣ ଲୋଡା। ସେ ଯାଇଥିଲି ଗୋଲା ଭାଇ କହିଲେ ତାପସ ମାର୍ଥା ପାଖକୁ ଯାଇଥିଲେ କରିବେ ବୋଲି, ତମେ ପଚାରିଦବ। ଆମରି ଭଳିଆ ବଡ ବଡିଆ ଲୋକ
କଣ ବୁଝିପାରିଲି? ତମେ ବୁଲୁ ଭାଇ ଲୋକ ତାଙ୍କ ଯୋଉ ହଉଛନ୍ତି ଯେ ବୁଲୁ ଗଡ ଯାଇଥିଲା ବାପା ସହିତ ଲୋକ ହେଲେ ଭଲ ତମେ ଜାଣିନ, ଆମେ କହିଲେ ଆମ ଦଳୀୟ ଲୋକ ଭିତରେ ଆମ ଭିତରେ କାହିଁ ଗଲ ଲୋକ କହନ୍ତୁ। ତେଣୁ ତମେ ମୁହଁରେ କହିଲେ କୁଟିବେ। ଏ କଥା କୋଉଟା ସବୁ ଏ ଯାଉଛି ଭୁବନେଶ୍ୱର ମିଟିଂ ଅଛି। ଏ କଣ ହେଇଛି ଗୋଟେ? ହଁ ହେଇଛି ଗୋଟେ ଭଲ ରିଲେସନ ପାଇଛନ୍ତି ଆଉ। କଣ କହୁଥିଲ ଇଆଡେ କଣ କଥାବାର୍ତ୍ତା ହେଇଛନ୍ତି? କଣ କହିଲ? କହିଲନି ମତେ କାଲି ଇଆଡେ କଥାବାର୍ତ୍ତା ହେଇଛନ୍ତି କଣ ଆଉଥରେ ପୁଣି? ହଁ ତାପସ ମାର୍ଥା ଦାୟିତ୍ୱ ନେଇଥିଲା ତ ଦାୟିତ୍ୱ ନେଇଛି କିଏ କିଏ ଆଉ। ଯାଇଥିଲେ ତାଙ୍କ ପାଖକୁ? ପଣ୍ଡା, ଗୋଲା ସାହୁ, ଟୁକୁନା ପାତ୍ର। ଓ ସିଏ କହିଥିଲେ ଚଲ ବୋଲି? ହୁଁ କଣ ମାଗଣାରେ ନା ନେଇଥିଲେ କଣ? କେଜାଣି କଣ, ମୁଁ ଭଗବାନ ଜଣା ତାଙ୍କ କଣ ହେଇଛି। ଓହୋ ଏମାନେ ସବୁ ଯାଇଥିଲେ ନାଇଁ କି? ହୁଁ ଆଉ ଇଏ ଆମର ଯୋଉ ନାଗନା କଣ୍ଡି ଯୋଉ ତମର ରୋହିଆଙ୍କର ଆମ ଯୋଉ ଇଏ ନଉଛି ପଣ୍ଡା। ବୁଲୁ ଗୌଡ। ହଁ ହଁ ତା ମାଧ୍ୟମରେ ଯାଇଥିଲି ମୋର ଅନୁମାନ। ଆଚ୍ଛା ଆଚ୍ଛା। ନହେଲେ ଏମାନେ ତାପସ ମାର୍ଥାକୁ କେମିତି ଚିହ୍ନିବେ? ହଁ 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 ସିଏ ଦାୟିତ୍ୱ ଦେଇଥିଲେ ଯେ ଖଣି ଚଲ ବୋଲି ନାଇଁ କି? ହୁଁ ହୁଁ। ହଉ 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 ଭୁବନେଶ୍ୱର ଫେର। ଭିତରେ ଲଢେଇ ହବ ଆଉ।